ଓଡ଼ିଆ ଭାଷାରେ ଆମେ ବର୍ଣ୍ଣମାନଙ୍କର ଉଚ୍ଚାରଣ କେମିତି ହୁଏ ଏବଂ ସ୍ଥାନ କେମିତି ରଖାଯାଏ ଚାଲନ୍ତୁ ଆମେ ଜାଣିନେବା। ସାଧାରଣତଃ 8ଟି ଉଚ୍ଚାରଣର ସ୍ଥାନ ଅଛି। ଉରହ, କଣ୍ଠ, ମୂର୍ଦ୍ଧା, ଜିଭାମୂଲ, ଦନ୍ତ, ନାସିକା, ଓଷ୍ଠ ଏବଂ ତାଲୁ। ଉଚ୍ଚାରଣ ଅନୁସାରେ ନାମ ଦିଆଯାଇଛି। ଚାଲନ୍ତୁ ଆମେ ଦେଖିନେବା ବର୍ଣ୍ଣ ଉଚ୍ଚାରଣର ସ୍ଥାନ ନାମ। ଯେମିତିକି ବର୍ଣ୍ଣ ଅ ଆ ହ, ଏହା କଣ୍ଠ ଉଚ୍ଚାରଣ ସ୍ଥାନ ହେଉଛି ଆମର କଣ୍ଠ ଓ ନାମ ହେଉଛି କଣ୍ଠିୟ। ଠିକ୍ ସେହିପରି କ ଖ ଗ ଘ ଙ ଜିଭାମୂଲ, ସେଥିପାଇଁ ନାମ ରଖାଯାଇଛି ଜିଭାମୂଲ୍ୟ। ଏହି ବର୍ଣ୍ଣମାନଙ୍କୁ କଣ୍ଠ ବର୍ଣ୍ଣ ବି ବା କଣ୍ଠୀୟ ବର୍ଣ୍ଣ ବୋଲି ଆମେ କହିଥାଉ। କାରଣ କାହିଁକି? ଜିଭାମୂଲର ଅତି ନିକଟବର୍ତ୍ତୀ ଥିବାରୁ। ତାପରେ ଆମେ ଦେଖିନେବା ହର୍ଷଇ ଦୀର୍ଘଇ ଚ ଛ ଜ ଝ ନ୍ୟ ଜ ତାଲବ୍ୟ ସ। ଏଟା ତାଲୁ ଉଚ୍ଚାରଣ ସ୍ଥାନ ହେଉଛି ଆମର ତାଲୁ, ସେଥିପାଇଁ ନାମ ରଖାଯାଇଛି ତାଲବ୍ୟ। ଠିକ୍ ସେହିପରି ହର୍ଷରୁ ଦୀର୍ଘରୁ ଟ ଠ ଡ ଢ ଅଣ ର ମୂର୍ଧନ୍ୟ ସ, ଯେଉଁଟାକି ମୂର୍ଦ୍ଧା, ଯେଉଁଟାକି ମୂର୍ଧନ୍ୟ ନାମରେ ନାମିତ କରାଯାଇଛି। ଠିକ୍ ସେହିପରି ରୁ ତ ଥ ଦ ଧ ନ ଲ ସ यानी दंत्य स। ये दंत यानी उच्चारण स्थान दंत थिबारु याकु दंत्य बोली आमे कहि थाउ। हर्षउ दीर्घउ प फ ब भ म, यह उच्चारण स्थान होची ओष्ठ, सेति ओष्ठ्य बोली आमे नामित करि थाउ। ठीक सेहि परी ए ऐ, जोटा कि कंठ ओ तालु, कंठ तालव्य बोली आमे नामरे उच्चारित करि थाउ। ठीक सेहिपरि ओ औ, कंठ ओ ओष्ठ कणोष्ठ्य यानी कणोष्ठ्य बोली आमे कहि थाउ। ठीक सेहिपरि अनुस्वार चंद्रबिंदु व न्यजंज अण न म, यह उच्चारण स्थान होची नासिका। नासिका थिबा जोगु यार नामकरण अनुनासिका बोली कहि थाउ। एहीपरि भावरे वर्ण मानकर उच्चारण आमे करि थाउ और याकु 8टी उच्चारण स्थान आमे देई थाउ। यह होची ओडियार बहुत जरूरी गोटे सब्जेक्ट बा विषय, सेति पई याकु आमे भलो भावरे जानि नेबा कथा।